ଏମଏଲଏ କାହା ସାଙ୍ଗରେ କଥା ହେଇ ହସୁଥିବେ ଆଉ ଆଦର୍ଶ ଆସି କହିବେ, ଓ ତାହେଲେ ଏସବୁ ପଛରେ ତୁ ଅଛୁ। ମୁଁ ଜାଣିଥିଲି ଏସବୁ ତୁ ହିଁ କରିଥିବୁ। ତାପରେ ହେମୁ ଗୁଣ୍ଡାମାନଙ୍କୁ କହିବ, ଏକ ଯାଅ ବେ। ତାପରେ ଏମଏଲଏ କହିବେ, ନାଇଁ ଥାଉ। ଶାସ୍ତ୍ର କହିବେ ଅତିଥି ଦେବୋ ଭବ। ଘରକୁ ଯୋଉ ଅତିଥି ଆସନ୍ତି ସେ ଦେବତାଙ୍କ ସାଙ୍ଗରେ ସମାନ। ବୁଝିପାରିଲୁ? ତେଣୁ ତାଙ୍କର ପୂଜା କରିବା ଉଚିତ। ଆଉ ଆପଣ ତ ଜାଣିଛନ୍ତି ଆଦର୍ଶ ବାବୁ, ଆମେ ହେଲୁ ଜନତାଙ୍କର ସେବକ। ଜନତାଙ୍କର ସେବା କରିବା ଆମର ପରମ କର୍ତ୍ତବ୍ୟ। କୁହନ୍ତୁ, ମୁଁ ଆପଣଙ୍କ କି ସେବା କରିପାରେ? ତାପରେ ଆଦର୍ଶ କହିବେ, ଦେହରୁ ରଙ୍ଗ ଛଡ଼େଇ ନିଜର ଅସଲ ରୂପକୁ ଆସେ ଏମଏଲଏ ଭୈରବ ଭରଦ୍ୱାଜ। ତୋ ଭଳି ନୀଳବର୍ଣ୍ଣ ସୁଗୋଲବନଙ୍କୁ ଚିହ୍ନିବା ମୋ ପାଇଁ ଆଦୌ ବଡ଼ କଥା ନୁହେଁ। ତୁ କେତେ ବଡ଼ ହାରାମି ସେ କଥା ବହୁତ ଭଲ ଭାବରେ ଜାଣିସାରିଛି ମୁଁ। ତାପରେ ହେମୁ ଏକ କହି ଆଦର୍ଶ ପାଖକୁ ଯାଉଥିବେ ଆଉ ଏମଏଲଏ ହାତ ଟେକି କହିବେ, ନାଇଁ ନାଇଁ, ଆଦର୍ଶ ବାବୁଙ୍କୁ କେହି ବି ହାତ ଲଗେଇ ପାରିବେନି। ଆରେ ପାଣିରୁ ମାଛ ବାହାରି ଗଲାପରେ ଅମ୍ଳଜାନ ପାଇଁ ଯେମିତି ଛଟପଟ ହୁଏ, ଆଦର୍ଶ ବାବୁ ତ ତାଙ୍କ ସ୍ତ୍ରୀଙ୍କଠୁ ବହୁତ କିଛି ସହିସାରିଲେଣି। ତାପରେ ଆଦର୍ଶ ରାଗିକି କହିବେ, ବାସ୍ ଏମଏଲଏ ଭୈରବ ଭରଦ୍ୱାଜ, ବାସ୍। ତୋ ମୁହଁରୁ ଆଉ ଗୋଟେ ବି ଶବ୍ଦ ଶୁଣିବାକୁ ଚାହୁଁନି। ଗୋଟେ ବି ନୁହେଁ। ମୁଁ ବେଶ ଭଲ ଭାବରେ ଜାଣିଛି ମୋ ଘରେ ଡିଷ୍ଟର୍ବାନ୍ସ କ୍ରିଏଟ୍ କରିବା ପାଇଁ ତୁ ଜାଣିଶୁଣି ପଲ୍ଲବୀକୁ ଚାକିରି ଦେଇଛୁ। ଆଉ ମୋ ପାଖରୁ ପ୍ରତିଶୋଧ ନେବା ପାଇଁ ତାଙ୍କୁ ଟର୍ଚର କରୁଛୁ ତୁ। ଏମିତିକି ତୁ ହିଁ ତୋରି ଲୋକମାନଙ୍କୁ ଲଗେଇ ସେ ଭିଡ଼ିଓ ଭାଇରାଲ କରି ପଲ୍ଲବୀକୁ ସସ୍ପେଣ୍ଡ କରେଇଛୁ। ଆଉ କାଲି ତୋର ଲୋକମାନେ ହିଁ ପଲ୍ଲବୀଙ୍କର ଏକ୍ସିଡେଣ୍ଟ କରିଛନ୍ତି। ତାପରେ ଏମଏଲଏ କହିବେ, ବାପ୍ରେ ବାପ୍ରେ ବାପ୍ରେ। ଆରେ ଆପଣ ତ ପୁରା ବାୟୋଡାଟା ଧରିକି ଆସିଛନ୍ତି ଆଦର୍ଶ ବାବୁ। ତାପରେ ଆଦର୍ଶ କହିବେ, ତୁ ମୋ ପାଖରୁ ଏସବୁ ପ୍ରତିଶୋଧ ନେବା ପାଇଁ କରୁଛୁ ନା? ହାଁ, କାରଣ ମୁଁ ତୋ ଅଫରକୁ ଏକ୍ସେପ୍ଟ କଲିନି ଏଇଥିପାଇଁ। ତାପରେ ଏମଏଲଏ କହିବେ, ଆପଣ ଯଦି ଏତେ ବୁଝିପାର ଆଦର୍ଶ ବାବୁ, ତାହେଲେ ମୋ ସର୍ତ୍ତରେ ରାଜି ହେଇ ଯାଆନ୍ତୁ ନା। ପୁଣି ସବୁ ଆଗ ଭଳିଆ ଠିକଠାକ ହେଇଯିବ। କିଛି ଅସୁବିଧା ହେବନି। ତାପରେ ଆଦର୍ଶ କହିବେ, କେବେ ବି ନୁହେଁ। ମହାପାତ୍ର ଫ୍ୟାମିଲି ପାଖରୁ ବଠି ପାଇବୁ କି ମହାପାତ୍ର ବିଜନେସ ପାର୍ଟନର ହେଇ ବିଜନେସ କରିବୁ, ଏ ସ୍ୱପ୍ନ ତୁ ଭୁଲିଯା। ମୋ ୱାଇଫଙ୍କ ପାଖରୁ ଦୂରେଇ ରହ ତୁ। ଆଉ ଯଦି ତୁ ଠିକ ପୁରୁଷ ପୁଅ ନା, ତାହେଲେ ସିଧାସଳଖ ମୋ ସହିତ ଲଢ଼। ମୋ ସହିତ। ମୁଁ ବି ଦେଖିବି ତୋ ପାଖରେ କେତେ ତାକତ ଅଛି। ତାପରେ ସେଠାରୁ ଚାଲିଯିବେ। ତାପରେ ହେମୁ ଆଉ ତା ଗିଣ୍ଡା ଦୁଇଟା ଆଦର୍ଶ ପଛରେ ଯାଉଥିବେ ଆଉ ଏମଏଲଏ କହିବେ, ଯିବାକୁ ଦିଅ, ତାକୁ ଯିବାକୁ ଦିଅ ହେମୁ। ବିଚରା ଘାଏଲା ଅଛି, ସେଥିପାଇଁ ଭୋକିକି ଚାଲିଗଲା। ତା ଭୋଗିବାରୁ ଆମକୁ ଫାଇଦା ନେବାକୁ ପଡ଼ିବ। ତାପରେ ହେମୁ କହିବେ, ଡ୍ୟାଡ୍, ତାହେଲେ କ'ଣ କରିବାକୁ ପଡ଼ିବ? ତାପରେ ଏମଏଲଏ କହିବେ, ମର୍ଡର। ଏମଏଲଏ ପାଖରୁ ଏମିତି କଥା ଶୁଣି ହେମୁ ପୁରାପୁରି ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ତ ଦର୍ଶକ ବନ୍ଧୁ, ଏମଏଲଏ କ'ଣ ଆଦର୍ଶକୁ ମାରିଦେବାକୁ ପ୍ଲାନ୍ କରୁଛନ୍ତି କି? ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ।